24 ତାରିଖ ଯାଏ ମାଲକାନଗିରି ଜିଲ୍ଲାରେ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ପ୍ରବଳ ବର୍ଷା ହେବ। 24 ଘଣ୍ଟା ପରେ କମିବ। କିନ୍ତୁ 23 ପରେ ପୁଣି ମାଲକାନଗିରି ଜିଲ୍ଲାରେ ବଢ଼ିବ ବର୍ଷା। ଏଣୁ ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ସତର୍କ ରହିବାକୁ ସୂଚନା ଦେଇଛି ପାଣିପାଗ ବିଭାଗ। ଆସନ୍ତା 24 ଘଣ୍ଟା ପାଇଁ ବନ୍ଦରଗୁଡ଼ିକରେ 3 ନମ୍ବର ବିପଦ ସଂକେତ ଦିଆଯାଇଛି। ଆଗାମୀ 2 ଦିନ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଆଗକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏନେଇ ମଧ୍ୟ ପାଣିପାଗ ବିଭାଗ ଆକଳନ କରିଛି। ସେପଟେ ଲଘୁଚାପଜନିତ ପ୍ରବଳ ବର୍ଷାରେ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡିସ୍ଥିତ ତୁରି ନଦୀର ଅସ୍ଥାୟୀ ପୋଲରେ ପାଣି ପ୍ରବାହିତ ହେଉଛି। ତୁରି ନଦୀ ଉପରେ ପୋଲ କାମ ଚାଲୁ ରହିଥିବା ବେଳେ ସେହି ପାର୍ଶ୍ୱ ଦେଇ ଯାନବାହନ ଚଳାଚଳ ପାଇଁ ଏକ ଅସ୍ଥାୟୀ ପୋଲ ରହିଛି। ତେବେ ଗତକାଲିଠାରୁ ଲଗାଣ ବର୍ଷା ଲାଗି ରହିଥିବାରୁ ଏହି ଅସ୍ଥାୟୀ ପୋଲ ଉପରେ ବର୍ତ୍ତମାନ ପ୍ରାୟ 1 ଫୁଟ ଉଚ୍ଚର ଜଳ ପ୍ରବାହିତ ହେଉଛି। ତେବେ ପାପଡ଼ାହାଣ୍ଡିରୁ ଉମରକୋଟକୁ ଯିବା ପାଇଁ ଡାଇଭରସନ୍ ରାସ୍ତା କରାଯାଇଛି। ଜିଲ୍ଲାର ଟି ବ୍ଲକ ଡାବୁଗାଁ, ଉମରକୋଟ, ଝରିଗାଁ, ରାଇଘର ଓ ଚନ୍ଦହାଣ୍ଡି ବ୍ଲକକୁ ସଂଯୋଗ କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ପୋଲରେ ବନ୍ୟା ଜଳ ଯୋଗୁଁ ଯେଭଳି ଲୋକେ ହଇରାଣ ନ ହୁଅନ୍ତି ସେଥିପାଇଁ ସତର୍କତାମୂଳକ ମାର୍ଗଦର୍ଶିକା ଜାରି କରାଯାଇଛି। 2 ଚକିଆ ଯାନଗୁଡ଼ିକ ଘାଟଗୁଡ଼ାରୁ ବାସିନୀ, ମୋକିଆ, ପାପଡ଼ାହାଣ୍ଡି ଦେଇ ଯାତାୟାତ କରିବା ସହ 4 ଚକିଆ ଓ ଭାରିଯାନ ପାଇଁ ପାପଡ଼ାହାଣ୍ଡି ବ୍ଲକ ରମୈଦଲପୁର ଭାୟା ମାନିଗାଁ ଦେଇ ଡାବୁଗାଁ ଦେଇ ଚଳାଚଳ କରିବା ପାଇଁ ସୂଚନା ଜାରି ହୋଇଛି। କୌଣସି ଅଘଟଣ ଏଡ଼ାଇବା ନଦୀର ଉଭୟ ପାର୍ଶ୍ୱରେ ପୋଲିସ ମୁତୟନ ଅଛନ୍ତି। ଜିଲ୍ଲାରେ ଗତକାଲି 701 ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ନନ୍ଦାହାଣ୍ଡି ବ୍ଲକରେ ସର୍ବାଧିକ 115 ମିମି ବର୍ଷା ହୋଇଛି।